लुक लिखित सुसमाचार 24 पर्व तार 49 पद। लुक 24 तार 49। ଆଉ ଦେଖ, ମୋର ପିତା ଯାହା ପ୍ରତିଜ୍ଞା କରିଅଛନ୍ତି ତାହା ମୁଁ ତୁମ୍ଭମାନଙ୍କ ନିକଟକୁ ପଠାଉଅଛି। କିନ୍ତୁ ଊର୍ଦ୍ଧ୍ୱରୁ ଶକ୍ତିପ୍ରାପ୍ତ ନ ହେବା ପର୍ଯ୍ୟନ୍ତ ତୁମ୍ଭେମାନେ ଏହି ନଗରରେ ରହିଥାଅ। प्रभु जीशु ख्रीस्ट कहउछंती मोर पिता जहाँ प्रतिज्ञा करियछंती ताहांको मु तुमान निकटକୁ पठाउअछि। किंतु ऊर्ध्वर शक्ति प्राप्त न हेबा पर्यंत तुमाने स्थान रे ए नगर रहिथाओ। प्रभु जीशु प्रतिज्ञा करी परवर्ती समय स्वर्ग ग्रहण करुछन। ଆଉ ସେମାନେ ଅପେକ୍ଷାରେ ରହିଛନ୍ତି। ଅପେକ୍ଷାରେ ରହୁ ରହୁ ଯୀଶୁ ଖ୍ରୀଷ୍ଟଙ୍କର ସ୍ୱର୍ଗାରୋହଣର 10ମ ଦିନରେ ବା ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ପୁନରୁତ୍ଥାନର 50ତମ ଦିନରେ ସେମାନେ ପବିତ୍ର ଆତ୍ମାଙ୍କୁ ପ୍ରାପ୍ତ କରୁଛନ୍ତି। ଆପଣ ଦେଖିବେ ପ୍ରେରିତ ତାର 1 ପର୍ବ 4 ପଦ ପଢନ୍ତୁ। ଥରେ ସେମାନଙ୍କ ସହିତ ଭୋଜନରେ ବସିବା ସମୟରେ ସେ ସେମାନଙ୍କୁ ଏହି ଆଜ୍ଞା ଦେଲେ, ତୁମ୍ଭେମାନେ ଜିରୁସାଲମରୁ ପ୍ରସ୍ଥାନ କର ନାହିଁ, କିନ୍ତୁ ପିତାଙ୍କର ଯେଉଁ ପ୍ରତିଜ୍ଞା ବିଷୟ ମୋ ଠାରୁ ଶୁଣିଅଛ ସେଥିର ଅପେକ୍ଷାରେ ରହିଥାଅ। ତ ସେମାନେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର କଥା ଅନୁସାରେ ସେମାନେ ଅପେକ୍ଷାରେ ରହିଛନ୍ତି। 8 ପଦ ପଢିବେ। କିନ୍ତୁ ପବିତ୍ର ଆତ୍ମା ତୁମ୍ଭମାନଙ୍କ ଉପରେ ଅବତୀର୍ଣ୍ଣ ହୁଅନ୍ତେ ତୁମ୍ଭେମାନେ ଶକ୍ତି ପ୍ରାପ୍ତ ହେବ। ଆଉ ଜିରୁସାଲମ, ସମସ୍ତ ଜିହୁଦା ପ୍ରଦେଶ ଓ ସମୀରଣ, ପୁଣି ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ସୁଦ୍ଧା ମୋର ସାକ୍ଷୀ ହେବ। ପ୍ରଭୁ ଯୀଶୁ କହୁଛନ୍ତି ପବିତ୍ର ଆତ୍ମା ତୁମମାନଙ୍କ ଉପରେ ଅବତୀର୍ଣ୍ଣ ହୁଅନ୍ତେ। ପବିତ୍ର ଆତ୍ମା କହିଲେ ଆମେ ବୁଝୁ କେବଳ ସେ ଆତ୍ମା ଅଟନ୍ତି। ଆଜିର ପ୍ରସଙ୍ଗ ହଉଛି ପବିତ୍ର ଆତ୍ମା ଜଣେ ବ୍ୟକ୍ତି। ପବିତ୍ର ଆତ୍ମା ଜଣେ ବ୍ୟକ୍ତି। ଆଜି ଆମେ ସତ୍ୟ ସମାଚାରର 121 ଅଧ୍ୟାୟରେ ଆମେ ଯାହା ଅଧ୍ୟୟନ କରିବା ପାଇଁ ଯାଉଛୁ, ପ୍ରସଙ୍ଗର ଶୀର୍ଷକ ହଉଛି ପବିତ୍ର ଆତ୍ମା ଜଣେ ବ୍ୟକ୍ତି। ଆମେ ପିତାଙ୍କ ସମ୍ପର୍କରେ, ପିତା ପରମେଶ୍ୱରଙ୍କ ସମ୍ପର୍କରେ ଟିକେ ଟିକେ ଜାଣୁ। ଆମମାନଙ୍କ ଧାରଣା ଟିକେ ରହିଛି, ଏତେ ବି ନୁହେଁ, ଅଳ୍ପ। ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ବିଷୟରେ ଟିକେ ଭଲରେ ଜାଣିଛୁ। ପବିତ୍ର ଆତ୍ମାଙ୍କ ବିଷୟରେ ଆମର ଧାରଣା ଆହୁରି ଟିକେ କମ ଅଛି। ଆଉ ଆମେ मेन लाइन चर्च जाको आमे सीएनआई कहू बा लुथरान कहू, आमे पेंटिकस्ट विषय टिके जानिबा पे मते आग्रह प्रकाश करि न थाउ। बाप्टिस्ट लोक मते ठीक सही पड़ी। पेंटिकस्ट लोक जतरे पवित्र आत्मा पूर्ण ही कथा हुंते आमे कहू आमे ए माने पेंटिकस्टल लोक। तो आमे ठीक भाबे बुझी नाउ पवित्र आत्मा की। पवित्र आत्मा कोनोसी अनुष्ठान रो पैतृक संपत्ति नुहंती। तेणु आमे जानिबा दरकार पवित्र आत्मा किए। जेहेतु त्रिएक विषय आमर धारणा एते भल नाही, तेणु आमे आम संप्रदाय मध्य अनेक भ्रांत शिक्षा मते देखा जाए। अनेके कौन बोली कहती जे जीशु आग पिता थिले, पिता परमेश्वर थिले, तापरे से पुत्र परमेश्वर ही जगत को आसिले, तापरे गला परे से पवित्र आत्मा है कि आसिले। तो से माने कौन कहती जे जीशु ही पिता, आउ पिता ही जीशु, आउ जीशु ही पवित्र आत्मा। से कौन कहते से जीशु कहले मु पिता एक। मु पिता एक माने कौन? मु ही पिता मु ही पुत्र बोली कहले कि मु पिता एक कहबार माने कौन? जे मोर पितांकर स्वभाव जेमती मोर स्वभाव सेमिति, मोर पितांकर गुण जेमती मोर गुण सेमती, मोर पितांक उद्देश्य जेमती मोर उद्देश्य सेमिति। एटा से कहबा पाई चाहे मो पिता तुमको जेमती प्रेम करती मु भी तुमको सेमती प्रेम कर। आमे बेले बेले कहूनु भौणी माने ये सम्मानतर बापा भलिया, ये सम्मानतर बापा परी। से बापा की नहीं, बापांकर जेमती गुण यार सेमती गुण।
ମୁଁ ଥରେ ଗୋଟେ ଗାଁକୁ ଯାଇଥିଲି, ସେଠି ଜଣେ ବୟସ୍କ ଲୋକ, ତାଙ୍କୁ ହବ 65 କି 70 ପରି ହବ, 65 ଖଣ୍ଡେ ହବ। ସେ ଲୋକ ମତେ ଦେଖି କହିଲେ, ଆଜ୍ଞା ଆପଣ ତୁରୁକ ଆଜ୍ଞାଙ୍କର ପୁଅ କି? ମୁଁ କହିଲି କେମିତି ଜାଣିଲେ? ମୁଁ ତ ସେ ଗାଁରେ ପ୍ରଥମ ଥର ଯାଇଛି, ଆପଣ କେମିତି ମତେ ଜାଣିଲେ? ନାଇଁ ଆଜ୍ଞା ଆପଣଙ୍କ ବାପାଙ୍କ ପରିଆ ଦେଖାଯାଆନ୍ତି, ଆପଣଙ୍କ ବାପା ମୋର ଟିଚର ଥିଲେ ତ, ଆପଣଙ୍କ ଭଳିଆ ଦେଖାଯିବେ। ମାନେ ମୁଁ ଓ ପିତା ଏକ, ତାମାନେ କଣ? ମୁଁ ପିତାଙ୍କ ପରି ଦେଖାଯାଏ, ମୋର ସ୍ୱଭାବ ବି ପିତାଙ୍କ ପରି, ମୁଁ ପିତା ନୁହେଁ। ତ ଅନେକ ଲୋକ କଣ ବୋଲି କହୁଛନ୍ତି ଯେ ଯୀଶୁ ହିଁ ପୂର୍ବରେ ପିତା ଥିଲେ, ତାପରେ ପୁତ୍ର ହେଇକି ଆସିଲେ, ତାପରେ ଗଲା ପରେ ପବିତ୍ର ଆତ୍ମା ହେଇକି ଆସିଲେ। ବାଇବଲ ସେଟା କହୁନି। ଆଉ କିଛି ଜଣ କଣ କହୁଛି, ନାଇଁ ପିତା ହିଁ ସବୁ କିଛି ଅଟନ୍ତି, ପିତା ସର୍ବେ ସର୍ବା। ସେଇଠୁ ବାହାରିଲେ କଣ? ଜେହୋବା ୱିଟନେସ୍, ଗୋଟେ ଭ୍ରାନ୍ତ ଦଳ ବାହାରିଲେ ସେଠୁ। ନାଇଁ, ଜେହୋବା ପ୍ରଭୁ ହିଁ ସବୁ କିଛି, ଆଉ କିଏ କିଛି ନାହିଁ। ତାପରେ ଆଉ ଗୋଟେ ଦଳ ବାହାରିଲେ, ସେମାନେ କଣ କହିଲେ? ନାଇଁ ନାଇଁ, କେବଳ ଯୀଶୁ, ଓନ୍ଲି ଜିଜସ୍। ସେଇଠୁ ଯୀଶୁ ଦଳ ବାହାରି ପଡିଲେ, ସେମାନେ କହିଲେ ଯୀଶୁ ହିଁ ସବୁ କିଛି, ଆଉ ପିତା କି ଆତ୍ମା କିଛି ନାହିଁ। ସେଇଟା ଗୋଟେ ଓନ୍ଲି ଜିଜସ୍ ବାହାରିଲେ। ତାପରେ ଆଉ ଗୋଟେ ଦଳ ବାହାରିଲେ, ପବିତ୍ର ଆତ୍ମା ବୋଲିକି। ସେମାନେ ଖାଲି ପବିତ୍ର ଆତ୍ମାଙ୍କୁ ମାନନ୍ତି, ଯୀଶୁଙ୍କୁ ବି ମାନନ୍ତିନି। ସେମାନେ କୁହନ୍ତି ଯୀଶୁ ହିଁ ପବିତ୍ର ଆତ୍ମା, ଯୀଶୁ ହିଁ ପିତା, ପବିତ୍ର ଆତ୍ମା ହିଁ ସବୁ କିଛି। ପ୍ରଭୁ ଯୀଶୁ ଖ୍ରୀଷ୍ଟ ଜଗତରେ ଆସିଲେ 33 ବର୍ଷ, ପ୍ରାୟ 6 ମାସ ସେ ଜଗତରେ ରହିକି ଗଲେ। କିନ୍ତୁ ପବିତ୍ର ଆତ୍ମା ଜଗତରେ କେବେରୁ ଅଛନ୍ତି? ପ୍ରାୟ 2000 ବର୍ଷ ହବ ସେ ରହିଛନ୍ତି। କିନ୍ତୁ ଆମର ଧାରଣା ବହୁତ କମ୍। ଆମ ଧାରଣା ବହୁତ କମ୍ ଥିବାରୁ ଆମେ ଭ୍ରାନ୍ତ ଶିକ୍ଷାର ଶିକାର ମଧ୍ୟ ହେଉଛୁ। ତ ଆଜି এই ଅଧ୍ୟାୟର ସ୍ୱଳ୍ପ ସମୟ ମଧ୍ୟରେ ଆମେ ପବିତ୍ର ଆତ୍ମାଙ୍କ ସମ୍ପର୍କରେ ଧ୍ୟାନ କରିବା ପାଇଁ ଯିବା। ପବିତ୍ର ଆତ୍ମା ଜଣେ ବ୍ୟକ୍ତି ଅଟନ୍ତି। ଆଉ ଆପଣ ଦେଖିବେ ପବିତ୍ର ଆତ୍ମାଙ୍କୁ, ସେ ସୃଷ୍ଟିରେ ଅଛନ୍ତି। ପିତା ପୁତ୍ର ପବିତ୍ର ଆତ୍ମା ମିଳିତ ଭାବରେ ସୃଷ୍ଟି କରିଛନ୍ତି। ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଜନ୍ମ ସମୟରେ ପିତା ପୁତ୍ର ପବିତ୍ର ଆତ୍ମା ଅଛନ୍ତି। ଆମେ ବାପ୍ତିସ୍ମ ଦେଲେ ବି ପିତା ପୁତ୍ର ପବିତ୍ର ଆତ୍ମାଙ୍କ ନାମରେ ବାପ୍ତିସ୍ମ ଦଉଛୁ। ଆଶୀର୍ବାଦ ଦେଲେ ମଧ୍ୟ ପିତା ପୁତ୍ର ପବିତ୍ର ଆତ୍ମାଙ୍କ ନାମରେ ଆଶୀର୍ବାଦ ଦଉଛୁ। କିନ୍ତୁ ଆମର ଧାରଣା ପବିତ୍ର ଆତ୍ମାଙ୍କ ସମ୍ପର୍କରେ ବହୁତ କମ୍। ଅନେକ ଭାବନ୍ତି ପବିତ୍ର ଆତ୍ମା ମାନେ ଆତ୍ମା, ସେ ଆତ୍ମା ଅଟନ୍ତି। ତ ବାଇବଲ କୁହେ ସେ ଆତ୍ମା ନୁହନ୍ତି, ସେ ବ୍ୟକ୍ତି ଅଟନ୍ତି। ଆପଣ ଯଦି ଦେଖିବେ ଯୋହନ 16 ପର୍ବ ତାର 8 ପଦ, ଯୋହନ 16 ତାର 8। ସେ ଆସି ପାପ, ଧାର୍ମିକତା ଓ ବିଚାର ବିଷୟରେ ଜଗତକୁ ପ୍ରମାଣ ଦେବେ। ଲେଖା ଯାଉଛି ସେ ବୋଲି। ଇଂରାଜୀ ବାଇବଲ ଦେଖିବେ ହି ବୋଲି ଲେଖାଥିବ, HE। ହି ମାନେ କାହାକୁ କୁହାଯାଏ? ଜଣେ ବ୍ୟକ୍ତିଙ୍କୁ କୁହାଯାଏ। ସେ ଆସି ଜଣେ ବ୍ୟକ୍ତିଙ୍କୁ କୁହାଯାଉଛି। ସେ ଆସି, ପବିତ୍ର ଆତ୍ମା ଜଣେ ବ୍ୟକ୍ତି, ସେ ଆସି ପାପ, ଧାର୍ମିକତା, ବିଚାର ବିଷୟରେ ଜଗତକୁ ପ୍ରମାଣ ଦେବେ। ସେ ଚିହ୍ନଟାକୁ ସେ କୁ ଗୋଲ କରିଦେବେ। ସେ ପବିତ୍ର ଆତ୍ମା ଜଣେ ବ୍ୟକ୍ତି ଅଟନ୍ତି। ତାପରେ 13 ପଦ ପଢିବେ। କିନ୍ତୁ ସେ ଅର୍ଥାତ୍ ସତ୍ୟମୟ ଆତ୍ମା ଆସିଲେ ସେ ପଥ ଦେଖାଇ ତୁମ୍ଭମାନଙ୍କୁ ସମସ୍ତ ସତ୍ୟରେ ପ୍ରବେଶ କରାଇବେ, କାରଣ ସେ ଆପଣାଠାରୁ କଥା କହିବେ ନାହିଁ, ମାତ୍ର ଯାହା ଯାହା ଶୁଣିବେ ସେଇ ସବୁ କହିବେ, ପୁଣି ଆଗାମୀ ବିଷୟ ସବୁ ତୁମ୍ଭମାନଙ୍କୁ ଜଣାଇବେ। ଦେଖାଯାଉଛି ସେ ଅର୍ଥାତ୍ ସତ୍ୟମୟ ଆତ୍ମା ଆସିଲେ ସେ ପଥ ଦେଖାଇବେ, ସେ ସମସ୍ତ ସତ୍ୟତାରେ ପ୍ରବେଶ କରାଇବେ, କାରଣ ସେ ଆପଣା ଠାରୁ କଥା କହିବେ ନାହିଁ। କିଏ କଥା କହିପାରନ୍ତି? ଜଣେ ବ୍ୟକ୍ତି କଥା କହିପାରନ୍ତି। ଜଣେ ବ୍ୟକ୍ତି କଥା, ସେ ଆପଣା ଠାରୁ କଥା କହିବେ ନାହିଁ। ସେ ଯାହା ଯାହା ଶୁଣିବେ, କିଏ ଶୁଣିପାରନ୍ତି? ଜଣେ ବ୍ୟକ୍ତି ଶୁଣିପାରନ୍ତି। ସେ ସବୁ କହିବେ, ପୁଣି ଆଗାମୀ ବିଷୟ ସବୁ ତୁମମାନଙ୍କୁ ଜଣେଇବେ। କିଏ ଜଣେଇବେ? ଜଣେ ବ୍ୟକ୍ତି ଜଣେଇବେ। ତେଣୁ ପବିତ୍ର ଆତ୍ମା
ଜଣେ ବ୍ୟକ୍ତି ଅଟନ୍ତି। ଆପଣ 14 ପଦ ପଢନ୍ତୁ। ସେ ମୋତେ ଗୌରବାନ୍ୱିତ କରିବେ, କାରଣ ସେ ମୋ ବିଷୟ ଘେନି ତୁମ୍ଭମାନଙ୍କୁ ଜଣାଇବେ। ସେ ମାନେ 3 ଥର ଲେଖା ହଉଛି ସେ ମାନେ ଇ ଜଣେ ବ୍ୟକ୍ତି। ସେ ସ୍ତ୍ରୀଲିଙ୍ଗରେ ଲେଖାଯାଉନି, ପୁଲିଙ୍ଗରେ ଲେଖାଯାଉଛି। ସେ ଜଣେ ପୁରୁଷ ଅଟନ୍ତି, ସେ ଜଣେ ବ୍ୟକ୍ତି ଅଟନ୍ତି। ପିତା ପରମେଶ୍ୱର ଯେପରି ଜଣେ ବ୍ୟକ୍ତି ଅଟନ୍ତି, ପୁତ୍ର ପ୍ରଭୁ ଯୀଶୁ ଯେପରି ଜଣେ ବ୍ୟକ୍ତି ଅଟନ୍ତି, ପବିତ୍ର ଆତ୍ମା ଜଣେ ବ୍ୟକ୍ତି ଅଟନ୍ତି। ଆମେ ତ୍ରିଏକ ଈଶ୍ୱରକୁ ମାନୁ। ଆମେ ପିତାଙ୍କୁ ବି ମାନୁ, ପୁତ୍ର ପ୍ରଭୁ ଯୀଶୁ ଖ୍ରୀଷ୍ଟକୁ ମାନୁ, ପବିତ୍ର ଆତ୍ମା ଈଶ୍ୱରଙ୍କୁ ମଧ୍ୟ ଆମେ ମାନୁ। ତ୍ରିଏକ ଈଶ୍ୱରକୁ ମାନୁ। ଆମେ 3 ଜଣ ଈଶ୍ୱରକୁ ମାନୁ ନାହୁଁ, ତ୍ରିଏକ ଈଶ୍ୱରକୁ ମାନୁ। କିନ୍ତୁ ଏଇଟା କହିବା ସମୟରେ ମୁଁ ଆପଣମାନଙ୍କୁ କହି ରଖେ ଯେ ପିତା ପୁତ୍ର ନୁହନ୍ତି। ପିତା ପରମେଶ୍ୱର ପୁତ୍ର ପ୍ରଭୁ ଯୀଶୁ ନୁହନ୍ତି। ଆଉ ପୁତ୍ର ପ୍ରଭୁ ଯୀଶୁ ଯେ ଆମର ତ୍ରାଣକର୍ତ୍ତା, ସେ ପବିତ୍ର ଆତ୍ମା ନୁହନ୍ତି। ଆଉ ପବିତ୍ର ଆତ୍ମା ପିତା ଈଶ୍ୱର ନୁହନ୍ତି। ପିତା ଅଛନ୍ତି, ପୁତ୍ର ପ୍ରଭୁ ଯୀଶୁ ଅଛନ୍ତି, ପବିତ୍ର ଆତ୍ମା ପରମେଶ୍ୱର ଅଛନ୍ତି। ଆମେ ତ୍ରିଏକ ଈଶ୍ୱରକୁ ଆମେ ମାନିଥାଉ। ପ୍ରିୟ ଭାଇ ଭଉଣୀ ମାନେ, ଏବେ ପୃଥିବୀରେ ପବିତ୍ର ଆତ୍ମା ପରମେଶ୍ୱର ଅଛନ୍ତି। ଆପଣ ଯଦି ଦେଖିବେ ଏଭ୍ରି 8 ପର୍ବ 1 ପଦ, ଆମ୍ଭେମାନେ ଯାହା କହୁଅଛୁ ସେଥିର ପ୍ରଧାନ ବିଷୟ ଏହି, ଆମ୍ଭମାନଙ୍କର ଏପରି ଜଣେ ମହାଯାଜକ ଅଛନ୍ତି, ଯିଏ ସ୍ୱର୍ଗରେ ମହାମହିମଙ୍କ ସିଂହାସନର ଦକ୍ଷିଣ ପାର୍ଶ୍ୱରେ ଉପବିଷ୍ଟ ହୋଇଅଛନ୍ତି। ପ୍ରଭୁ ଯୀଶୁ ଖ୍ରୀଷ୍ଟ ଜଗତରେ ଆସିଲେ, ପରିତ୍ରାଣ କାର୍ଯ୍ୟ ସମାପ୍ତ କଲେ। ଏବେ ପ୍ରଭୁ ଯୀଶୁ ଖ୍ରୀଷ୍ଟ କୋଉଠି ଅଛନ୍ତି? ସ୍ୱର୍ଗରେ ପିତା ପରମେଶ୍ୱର ଅଛନ୍ତି। ପିତାଙ୍କର ଦକ୍ଷିଣ ପାର୍ଶ୍ୱରେ ସେ ଉପବିଷ୍ଟ ଅଛନ୍ତି। ମାନେ ସ୍ୱର୍ଗରେ ପିତା ଅଛନ୍ତି, ପୁତ୍ର ପ୍ରଭୁ ଯୀଶୁ ଖ୍ରୀଷ୍ଟ ତାଙ୍କର ଦକ୍ଷିଣ ପାର୍ଶ୍ୱରେ ଉପବିଷ୍ଟ ଅଛନ୍ତି, ଆଉ ପବିତ୍ର ଆତ୍ମା ପରମେଶ୍ୱର ଜଗତରେ ଅଛନ୍ତି। ଆଉ ସେଇ ପବିତ୍ର ଆତ୍ମା ପରମେଶ୍ୱର ଜଣେ ବ୍ୟକ୍ତି ଅଟନ୍ତି। ତେଣୁ ଆମେ ତାଙ୍କୁ ଗ୍ରହଣ କରିବା ସମୟରେ ଆମେ କେବଳ ଶକ୍ତି ଭାବରେ ନୁହେଁ, ବ୍ୟକ୍ତି ଭାବରେ ଗ୍ରହଣ କରିବା ଦରକାର। କାରଣ ସେ ତାଙ୍କୁ ବ୍ୟକ୍ତି ଭାବରେ ବାଇବଲ ଉପସ୍ଥାପନା କରେ। ଯଦି ଆପଣ ଦେଖିବେ 1 କରନ୍ଥୀୟ 12 ପର୍ବ 11 ପଦ, 1 କରନ୍ଥୀୟ 12 ପର୍ବ 11 ପଦ, କିନ୍ତୁ ସେ ଏକମାତ୍ର ଆତ୍ମା ଆପଣା ଇଚ୍ଛାନୁସାରେ ପ୍ରତ୍ୟେକ ଜଣକୁ ପୃଥକ ପୃଥକ ରୂପେ ଦାନ ବିତରଣ କରି ଏହି ସମସ୍ତ କର୍ମ ସାଧନ କରନ୍ତି। ସେ ଆପଣା ଇଚ୍ଛା ଅନୁସାରେ, ସେଇ ଏକମାତ୍ର ଆତ୍ମା ଆପଣା ଇଚ୍ଛା ଅନୁସାରେ, ମାନେ ସେ ଇଚ୍ଛା କରିପାରନ୍ତି। ତାଙ୍କର ଇଚ୍ଛା ଶକ୍ତି ରହିଛି। ଇଚ୍ଛା ଶକ୍ତି କାହାର ଥାଏ? ଜଣେ ବ୍ୟକ୍ତିର ଥାଏ। ସେ ଇଚ୍ଛା କରିପାରନ୍ତି। ଆପଣ ଯଦି ଦେଖିବେ ନେହେମିଆ 9 ପର୍ବ ତାର 20 ପଦ, ନେହେମିଆ 9 ପର୍ବ ତାର 20 ପଦ, ଆହୁରି ତୁମ୍ଭେ ସେମାନଙ୍କୁ ଶିକ୍ଷା ଦେବା ପାଇଁ ଆପଣାର ମଙ୍ଗଳମୟ ଆତ୍ମା ପ୍ରଦାନ କଲ ଓ ସେମାନଙ୍କ ମୁଖରୁ ଆପଣା ମାନା ଅଟକାଇଲ ନାହିଁ ଓ ସେମାନଙ୍କ ତୃଷା ନିବାରଣାର୍ଥେ ସେମାନଙ୍କୁ ଜଳ ଦେଲ। କଣ ଲେଖା ଯାଉଛି? ସେଇ ମଙ୍ଗଳମୟ ଆତ୍ମା କିଏ ମଙ୍ଗଳ କରିପାରନ୍ତି? ଜଣେ ବ୍ୟକ୍ତି ମଙ୍ଗଳ କରିପାରନ୍ତି, ମଙ୍ଗଳ କରିପାରନ୍ତି। ସେ ମଙ୍ଗଳମୟ ଆତ୍ମା ଅଟନ୍ତି। ସେ ଇଚ୍ଛା କରିପାରନ୍ତି। ଆପଣ ଯଦି ଦେଖିବେ 1 କରନ୍ଥୀୟ 2 ପର୍ବ 10 ରୁ 12, 1 କରନ୍ଥୀୟ 2 ପର୍ବ 10 ପଦରୁ 12 ପଦ, କିନ୍ତୁ ଈଶ୍ୱର ଆମ୍ଭମାନଙ୍କ ନିମନ୍ତେ ଆତ୍ମାଙ୍କ ଦ୍ୱାରା ସେ ସମସ୍ତ ପ୍ରକାଶ କରିଅଛନ୍ତି। ଯେଣୁ ଆତ୍ମା ସମସ୍ତ ବିଷୟ, ହଁ, ଈଶ୍ୱରଙ୍କର ଗଭୀର ବିଷୟ ସବୁ ଅନୁସନ୍ଧାନ କରନ୍ତି। କାରଣ ମନୁଷ୍ୟର ବିଷୟ ସବୁ ମନୁଷ୍ୟଠାରେ ଥିବା ଆତ୍ମା ବିନା ଆଉ କିଏ ଜାଣେ? ସେହିପରି ମଧ୍ୟ ଈଶ୍ୱରଙ୍କ ବିଷୟ ସବୁ ଈଶ୍ୱରଙ୍କ ଆତ୍ମା ବିନା ଆଉ କେହି ଜାଣେ ନାହିଁ।
ଯେପରି ଈଶ୍ୱରଙ୍କ ଦ୍ୱାରା ଆମ୍ଭମାନଙ୍କୁ ଅନୁଗ୍ରହରେ ଦତ୍ତ ବିଷୟଗୁଡ଼ିକ ଆମ୍ଭେମାନେ ଜାଣିପାରୁ, ଏଥିପାଇଁ ଆମ୍ଭେମାନେ ଜଗତର ଆତ୍ମା ନ ପାଇ ଈଶ୍ୱରଙ୍କ ଆତ୍ମା ପାଇଅଛୁ। ଏଠି କଣ ଲେଖାଯାଉଛି? ଈଶ୍ୱର ଆମମାନଙ୍କ ନିମନ୍ତେ ଆତ୍ମାଙ୍କ ଦ୍ୱାରା ସମସ୍ତ ବିଷୟ ପ୍ରକାଶ କରିଅଛନ୍ତି। ତେଣୁ ଆତ୍ମା ସମସ୍ତ ବିଷୟ, ହଁ, ଈଶ୍ୱରଙ୍କର ଗଭୀର ବିଷୟ ସବୁ ଅନୁସନ୍ଧାନ କରନ୍ତି। ତାମାନେ କଣ? ତାଙ୍କର ଜ୍ଞାନ ରହିଛି। ଜ୍ଞାନ କାହାର ଥାଏ? ଜଣେ ବ୍ୟକ୍ତିଙ୍କର ଥାଏ। ଦେଖାଯାଉଛି ସେ ଈଶ୍ୱର ସମସ୍ତ ଆତ୍ମା ସମସ୍ତ ବିଷୟ, ହଁ, ଈଶ୍ୱରଙ୍କର ଗଭୀର ବିଷୟ ସବୁ ଅନୁସନ୍ଧାନ କରନ୍ତି। ଜଣେ ବ୍ୟକ୍ତି ସେ କଣ କରନ୍ତି? ସମସ୍ତ ବିଷୟ ଅନୁସନ୍ଧାନ କରିପାରନ୍ତି, ତାଙ୍କର ଜ୍ଞାନ ରହିଛି। ଆଉ ପ୍ରେରିତ 1 ପର୍ବ 8 ପଦରେ ପଢିବେ ଟିକେ, ପ୍ରେରିତ 1 ପର୍ବ 8 ପଦ। କିନ୍ତୁ ପବିତ୍ର ଆତ୍ମା ତୁମ୍ଭମାନଙ୍କ ଉପରେ ଅବତୀର୍ଣ୍ଣ ହୁଅନ୍ତେ ତୁମ୍ଭେମାନେ ଶକ୍ତିପ୍ରାପ୍ତ ହେବ, ଆଉ ଜେରୁସାଲମ, ସମସ୍ତ ଜିହୁଦା ପ୍ରଦେଶ ଓ ସମୀରଣ, ପୁଣି ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ସୁଦ୍ଧା ମୋର ସାକ୍ଷୀ ହେବ। ତାଙ୍କର ଶକ୍ତି ରହିଛି। ତାଙ୍କର କଣ ରହିଛି? ଶକ୍ତି ରହିଛି। ସେ ଇଚ୍ଛା, ତାଙ୍କର ଇଚ୍ଛା ଶକ୍ତି ରହିଛି। ସେ ମଙ୍ଗଳ କରନ୍ତି, ତାଙ୍କର ଜ୍ଞାନ ରହିଛି, ତାଙ୍କ ଶକ୍ତି ରହିଛି। ଶକ୍ତି କାହାର ଥାଏ? ଜଣେ ବ୍ୟକ୍ତିଙ୍କର ଥାଏ। ଶକ୍ତି, ତେବେ ଶକ୍ତି ପ୍ରାପ୍ତ ହବ। ବାଇବଲ ପବିତ୍ର ଆତ୍ମାଙ୍କୁ ଜଣେ ବ୍ୟକ୍ତି ଭାବରେ ଉପସ୍ଥାପନା କରେ। ଆମେ କେବଳ ଆତ୍ମା ଭାବରେ ଭାବୁ, କିନ୍ତୁ ସେ ଜଣେ ବ୍ୟକ୍ତି ଅଟନ୍ତି। ପିତା ପରମେଶ୍ୱର ଯେପରି ଜଣେ ବ୍ୟକ୍ତି ଅଟନ୍ତି, ପୁତ୍ର ପ୍ରଭୁ ଯୀଶୁ ଯେପରି ଜଣେ ବ୍ୟକ୍ତି ଅଟନ୍ତି, ପବିତ୍ର ଆତ୍ମା ପରମେଶ୍ୱର ମଧ୍ୟ ଜଣେ ବ୍ୟକ୍ତି ଅଟନ୍ତି। ଆଉ ସେ ଆପଣଙ୍କ ସହିତ ଅଛନ୍ତି, ଜଣେ ବ୍ୟକ୍ତି ଭାବରେ ଅଛନ୍ତି। ସେ କଣ କରିପାରନ୍ତି? ତାଙ୍କ ଇଚ୍ଛା ରହିଛି, ସେ ମଙ୍ଗଳ କରିପାରନ୍ତି, ତାଙ୍କର ଜ୍ଞାନ ରହିଛି, ତାଙ୍କ ଶକ୍ତି ରହିଛି। ଆଉ ଯଦି ଦେଖିବେ ରୋମିଓ 15 ପର୍ବ 30 ପଦ, ରୋମିଓ 15 ପର୍ବ 30 ପଦ। ହେ ଭାଇମାନେ, ମୁଁ ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ହେତୁ ଓ ଆତ୍ମାଙ୍କ ପ୍ରେମ ହେତୁ ମୋ ନିମନ୍ତେ ଈଶ୍ୱରଙ୍କ ନିକଟରେ ମୋ ସହିତ ଯତ୍ନ ସହକାରେ ପ୍ରାର୍ଥନା କରିବା ପାଇଁ ତୁମମାନଙ୍କୁ ବିନତି କରୁଅଛି। ଲେଖା ଅଛି ଆତ୍ମାଙ୍କ ପ୍ରେମ। ପ୍ରେମ କିଏ କରିପାରନ୍ତି? ଜଣେ ବ୍ୟକ୍ତି କରିପାରନ୍ତି। ପ୍ରେମ କିଏ କରିପାରନ୍ତି? ଜଣେ ବ୍ୟକ୍ତି କରିପାରନ୍ତି। ଆତ୍ମାଙ୍କ ପ୍ରେମ ହେତୁ ସେ ଆପଣଙ୍କୁ ପ୍ରେମ କରନ୍ତି। ସେ ଜଣେ ବ୍ୟକ୍ତି ଅଟନ୍ତି, ସେ ପ୍ରେମ କରିବା ପାଇଁ ସାମର୍ଥ୍ୟ ଅଟନ୍ତି। ଏଫିସିଓ 4 ପର୍ବ 30 ପଦ, ଏଫିସିଓ 4 ପର୍ବ 30 ପଦ। ଆଉ ଈଶ୍ୱରଙ୍କ ଯେଉଁ ପବିତ୍ର ଆତ୍ମାଙ୍କ ଦ୍ୱାରା ତୁମ୍ଭେମାନେ ମୁକ୍ତି ଦିବସ ନିମନ୍ତେ ମୁଦ୍ରାଙ୍କିତ ହୋଇଅଛ, ତାହାଙ୍କୁ ଦୁଃଖ ଦିଅ ନାହିଁ। ତାହାଙ୍କୁ ଦୁଃଖ ଦିଅ ନାହିଁ। ଦୁଃଖିତ କିଏ ହେଇପାରନ୍ତି? ଜଣେ ବ୍ୟକ୍ତି ହେଇପାରନ୍ତି, ଜଣେ ଲୋକ ହିଁ ଦୁଃଖ ହେଇପାରନ୍ତି। ଆମମାନେ ପବିତ୍ର ଆତ୍ମାଙ୍କ ବିଷୟରେ ସ୍ପଷ୍ଟ ଭାବରେ ଜାଣିନଥିବାରୁ ଅନେକ ଭ୍ରାନ୍ତ ଶିକ୍ଷାର ଶିକାର ମଧ୍ୟ ହେଇଥାଉ। ପବିତ୍ର ଆତ୍ମା ଜଣେ ବ୍ୟକ୍ତି ଅଟନ୍ତି। ଆମେ ଏଠାରେ ଦେଖୁଛୁ ସେ ଦୁଃଖିତ ହୁଅନ୍ତି, ତାଙ୍କୁ ଦୁଃଖ ଦିଅ ନାହିଁ। ଆଉ ପବିତ୍ର ଆତ୍ମା ସେ ପିତା ଯେପରି ଅନନ୍ତ ଅଟନ୍ତି, ପୁତ୍ର ପ୍ରଭୁ ଯୀଶୁ ଯେପରି ଅନନ୍ତ ଅଟନ୍ତି, ପବିତ୍ର ଆତ୍ମା ମଧ୍ୟ ସେହିପରି ଅନନ୍ତ ଅଟନ୍ତି। ଏଭଳି ତାର 9 ପର୍ବ 14 ପଦ। ବାଇବଲ ଖୋଲିବା ପାଇଁ କୁଣ୍ଠିତ ହେବେ ନାହିଁ, ଖାଲି ନୋଟ ଖାଲି ବନେଇବେ ନାହିଁ, ବାଇବଲ ବି ଖୋଲିବେ। ସାଇଡ ବାଇ ସାଇଡ ଦୁଇଟା କାମ ଚାଲିଥିବା ଅଛି, ଦିଟା ହାତରେ ଦିଟା। ଆମେ ବର୍ଷ ବର୍ଷ ଏଟେଣ୍ଡ କଲୁଣି ବାଇବଲ ଖୋଲିବା ପାଇଁ, ମାନେ ଅବହେଳା କରିବା ନାହିଁ, ପରେ ଦେଖିବି ବୋଲି ଭାବିବା ନାହିଁ। ଏକତ୍ର ପଢିବା ସମୟରେ ଆମେ ପଢିବା ଦରକାର। କାରଣ ଆମେ ଯେତେବେଳେ ବାଇବଲ ପଢୁଛୁ, ଆପଣ ବି ପଢୁଛନ୍ତି, ଆଉ ଜଣେ ଆପଣଙ୍କ ପାଇଁ ପଢୁଛନ୍ତି, ତାପରେ ମୁଁ ବି ପଢୁଛି। କାହିଁକି? ଯେପରି ଆପଣ ଏଟାକୁ ଭଲରେ ମନେ ରଖିବେ। କାରଣ ଏଇଟା ବାଇବଲ ଲଗେଜ ଟ୍ୟୁଟୋରିଆଲ। ଏଟା ବାଇବଲ ଷ୍ଟଡି ନୁହଁ, ଏଟା ଟ୍ୟୁଟୋରିଆଲ।
ଏତିକି ଯେ ଆପଣ ମାନଙ୍କୁ ମାସକୁ ମାସ ପରୀକ୍ଷା ହଉନାହିଁ, ବର୍ଷକୁ ବର୍ଷ ପରୀକ୍ଷା ହଉନାହିଁ, ଆପଣଙ୍କୁ ସାର୍ଟିଫିକେଟ ଦିଆଯିବ ନାହିଁ। ଏଟା କୌଣସି ଅନୁଷ୍ଠାନ ନୁହେଁ। ତେଣୁ ଆମେ ସମସ୍ତେ କଣ କରୁ, ଏକତ୍ର ମିଳିତ ଭାବରେ ବାଇବେଲ ଅଧ୍ୟୟନ କରୁଛୁ। ତେଣୁ ଆପଣ ଯେତିକି ଏକ୍ଟିଭ ହେବେ ଆପଣ ସେତିକି ଭଲରେ ବୁଝିପାରିବେ। କେତେ ଜଣ ଅଧା ନିଦରେ ବସିଥାଉଛନ୍ତି। ମୁଁ ଅଧା ନିଦରେ ନାହିଁ, ମୁଁ ନିଦରେ ବସିଥାଏ। ଏବେ ସକାଳେ ପହଞ୍ଚିଲି, ଶୋଇବି ନାହିଁ, ଆଖି ମୋର ଜଳୁଛି, ହେଲେ ବି ମୁଁ ବସିଛି। ତ ଆମେ ଏମିତି ଭାବରେ ଆମେ ସମସ୍ତେ ମିଳିତ ଭାବରେ ଆମେ ବସିଛୁ। ଆମେ ଅନେକଙ୍କର ଦେହ ଭଲ ନାହିଁ, ସେମାନେ ଭିଡିଓ ଅଫ୍ କରି ବସିଛନ୍ତି। ଅନେକ ଗୃହିଣୀ ମାନେ ସେମାନେ ଭିଡିଓ ଅଫ୍ କରିଛନ୍ତି। ତେଣୁ ପରବର୍ତ୍ତୀ ସମୟରେ ସେମାନେ ବାଇବେଲ ଖୋଲି ପଢୁଛନ୍ତି, ମୁଁ ଶୁଣିଛି ସେମାନଙ୍କୁ। ଆପଣ ସମୟ ବାହାର କରନ୍ତୁ। ଆମକୁ ବାଇବେଲ ଖ୍ରୀଷ୍ଟିଆନ ଅଛି, ପ୍ରଭୁ ଗୋଟେ ତ ଦେଇଛନ୍ତି। ପ୍ରଭୁ ଆମକୁ ଫ୍ରିଜ ଦେଇନାହାନ୍ତି, ଏସି ଦେଇନାହାନ୍ତି, କାର ଦେଇନାହାନ୍ତି, ସବୁ ଆମେ ବନେଇଛୁ। ଆମେ ଏଗୁଡାକ ଆମେ ସବୁ ବନେଇଛୁ, କିନ୍ତୁ ପ୍ରଭୁ ବାଇବେଲ ଦେଇଛନ୍ତି ଆମକୁ। ତେଣୁ ଆପଣ ବାଇବେଲ ଖୋଲିବା ପାଇଁ ଆପଣ ଜମା ଅବହେଳା କରିବେନି। ଯେଉଁମାନେ ଲେଖୁଛନ୍ତି ଗୋଟେ ହାତରେ ଲେଖିବେ, ଗୋଟେ ହାତରେ ପଢିବେ। ଟିକେ ଏଭ୍ରି 9 ପର୍ବ 14 ପଦ। ତେବେ ଯେଉଁ ଖ୍ରୀଷ୍ଟ ଚିରନ୍ତନ ଆତ୍ମାଙ୍କ ଦ୍ୱାରା ଆପଣାକୁ ନିଖୁନ୍ତ ବଳି ସ୍ୱରୂପେ ଈଶ୍ୱରଙ୍କ ନିକଟରେ ଉତ୍ସର୍ଗ କଲେ, ତାହାଙ୍କ ରକ୍ତ କେତେ ଅଧିକ ପରିମାଣରେ ଜୀବିତ ଈଶ୍ୱରଙ୍କ ସେବା କରିବା ନିମନ୍ତେ ମୃତ କର୍ମରୁ ଆମ୍ଭମାନଙ୍କ ବିବେକକୁ ଶୁଦ୍ଧ ନ କରିବ? ଦେଖାଯାଉଛି ତେବେ ଯେଉଁ ଖ୍ରୀଷ୍ଟ ଚିରନ୍ତନ ଆତ୍ମାଙ୍କ ଦ୍ୱାରା, କଣ ଆତ୍ମା? ଚିରନ୍ତନ ଆତ୍ମା, ମାନେ ଯେ ଚିରକାଳ ରହିବା ଆତ୍ମା, ଯେ ଅନନ୍ତ ଆତ୍ମା, ସେ ଚିରନ୍ତନ ଆତ୍ମା ଅଟନ୍ତି। ପିତା ଯେପରି ଚିରନ୍ତନ, ପୁତ୍ର ଯେପରି ଚିରନ୍ତନ, ପବିତ୍ର ଆତ୍ମା ବି ସେପରି ଚିରନ୍ତନ ଅଟନ୍ତି। ସେ ଅନନ୍ତ ଆତ୍ମା ଅଟନ୍ତି, ଇଟର୍ନାଲ ସ୍ପିରିଟ, ଇଟର୍ନାଲ ଗଡ। ପିତା ଯେପରି ଇଟର୍ନାଲ, ଅନନ୍ତକାଳୀନ, ପୁତ୍ର ପ୍ରଭୁ ଯୀଶୁ ଯେପରି ଅନନ୍ତକାଳୀନ, ପବିତ୍ର ଆତ୍ମା ମଧ୍ୟ ସେପରି ଅନନ୍ତକାଳୀନ ଅଟନ୍ତି। ଆଉ ପବିତ୍ର ଆତ୍ମା ପରମେଶ୍ୱର ସେ ସର୍ବ ବିଦ୍ୟମାନ ଅଟନ୍ତି। ଆପଣ ଦେଖିବେ ଗୀତ ସଂହିତା 139 ତାର 7 ରୁ 10, ଗୀତ ସଂହିତା 139 139 ତାର 7 ରୁ 10। ତୁମ୍ଭ ଆତ୍ମାଠାରୁ ମୁଁ କେଉଁଠାକୁ ଯିବି, ଅବା ତୁମ୍ଭ ସାକ୍ଷାତରୁ ମୁଁ କେଉଁଠାକୁ ପଳାଇବି? ଯେବେ ମୁଁ ସ୍ୱର୍ଗକୁ ଆରୋହଣ କରେ, ତେବେ ତୁମ୍ଭେ ସେଠାରେ। ଯେବେ ମୁଁ ପାତାଳରେ ବିଛଣା କରେ, ତେବେ ଦେଖ ତୁମ୍ଭେ ସେଠାରେ। ଯେବେ ମୁଁ ଅରୁଣର ପକ୍ଷ ଧରେ ଓ ସମୁଦ୍ରର ପ୍ରାନ୍ତ ସୀମାରେ ବାସ କରେ, ସେଠାରେ ହିଁ ତୁମ୍ଭର ହସ୍ତ ମୋତେ ଚଳାଇବ ଓ ତୁମ୍ଭର ଦକ୍ଷିଣ ହସ୍ତ ମୋତେ ଧରିବ। ଏଠି କଣ ଦେଖୁଛୁ? ତୁମ ଆତ୍ମା ଠାରୁ ମୁଁ କେଉଁଠାକୁ ଯିବି, ଅବା ତୁମ ସାକ୍ଷାତରୁ ମୁଁ କେଉଁଠାକୁ ପଳେଇବି। ମାନେ କଣ? ଏଇଟା ପବିତ୍ର ଆତ୍ମା ସର୍ବ ବିଦ୍ୟମାନ ଅଟନ୍ତି। ପବିତ୍ର ଆତ୍ମା କୋଉଠି ଅଛନ୍ତି? ସେ ସବୁ ସ୍ଥାନରେ ଅଛନ୍ତି, ସେ ସର୍ବ ବିଦ୍ୟମାନ। ଆମେ ଖାଲି ଗୀତ ଗାଇଲା ବେଳକୁ ଭାବପ୍ରବଣ ହେଇକରି ପବିତ୍ର ଆତ୍ମା ଆ, ସେ ତ ସର୍ବ ବିଦ୍ୟମାନ। ସେ କୋଉଠି ନାହାନ୍ତି, ସେ ସବୁ ସ୍ଥାନରେ ଅଛନ୍ତି। ପବିତ୍ର ଆତ୍ମାକୁ ଗଛରେ ନଥାନ୍ତି, ସେ ଗଛରୁ ଓହ୍ଲେଇକି ପଳେଇ ଆସିବେ। ସେ କୋଉ ଗୁମ୍ଫାରେ ନାହାନ୍ତି, କୋଉ ଘରେ ନାହାନ୍ତି, ସେ କୋଉଠି ଥାନ୍ତି? ପବିତ୍ର ଆତ୍ମା ଆମ ଭିତରେ ଥାନ୍ତି। ପବିତ୍ର ଆତ୍ମା କୋଉଠି ରୁହନ୍ତି? ଆମ ଭିତରେ ରୁହନ୍ତି। ପ୍ରଥମ କରନ୍ତିୟ 3 ପର୍ବ 16 ପଦ। ତୁମ୍ଭେମାନେ କି ଜାଣୁନାହ ଯେ ତୁମ୍ଭେମାନେ ଈଶ୍ୱରଙ୍କ ମନ୍ଦିର, ଆଉ ଈଶ୍ୱରଙ୍କ ଆତ୍ମା ତୁମ୍ଭମାନଙ୍କ ଅନ୍ତରରେ ବାସ କରନ୍ତି? ଦେଖା, ତୁମେ ମାନେ କି ଜାଣ ନାହିଁ ଯେ ତୁମେ ମାନେ ଈଶ୍ୱରଙ୍କ ମନ୍ଦିର, ଆଉ ଈଶ୍ୱରଙ୍କ ଆତ୍ମା ତୁମମାନଙ୍କ ଅନ୍ତରରେ ବାସ କରନ୍ତି। ଯଦି ପବିତ୍ର ଆତ୍ମା ଆପଣଙ୍କ ଅନ୍ତରରେ ବାସ କରନ୍ତି, ତେବେ ପବିତ୍ର ଆତ୍ମା ଆ ମାନେ କଣ? ସେ ତ ଆପଣଙ୍କ ଅନ୍ତରରେ ଗାଇବା ପାଇଁ ଭଲ ଲାଗୁଛି, ଭାବ ପ୍ରବଣ ଯାଉଛୁ, ପବିତ୍ର ଆତ୍ମା ଆସନ୍ତୁ, ପବିତ୍ର ଆତ୍ମା ଆସ।
ସେ କୋଉଠି ଆସିବେ? ଆପଣଙ୍କର ଜନ୍ମ ପୂର୍ବରୁ ସେ ଅଛନ୍ତି। ସେ ତ ସୃଷ୍ଟି ପୂର୍ବରୁ ଅଛନ୍ତି, ଆଉ ସେ ଜଗତରେ ତ ପ୍ରାୟ ରହିଛନ୍ତି। ପ୍ରଭୁ ଯୀଶୁ ଖ୍ରୀଷ୍ଟ ସ୍ୱର୍ଗାରୋହଣ କଲା ପରେ ସେ ଆସିକି ସେ ରହିଛନ୍ତି, ଏବେ ସେ ଅଛନ୍ତି। ସେ ସର୍ବ ବିଦ୍ୟମାନ ଅଟନ୍ତି, ଆଉ ସେ ଶକ୍ତିମାନ, ସର୍ବଶକ୍ତିମାନ ଅଟନ୍ତି। ଆପଣ ଦେଖିବେ ପ୍ରଥମ କରନ୍ଥିଓ ଲୁକ 1 ପର୍ବ 35 ପଦ, ଲୁକ 1 ପର୍ବ 35 ପଦ। ଦୂତ ତାଙ୍କୁ ଉତ୍ତର ଦେଲେ, ପବିତ୍ର ଆତ୍ମା ତୁମ୍ଭ ଉପରେ ଅବତରଣ କରିବେ ଓ ପରାତ୍ପରଙ୍କ ଶକ୍ତି ତୁମ୍ଭକୁ ଆବରିବ। ଏଣୁ ଯେ ଜାତ ହେବେ ସେ ପବିତ୍ର ଓ ଈଶ୍ୱରଙ୍କ ପୁତ୍ର ବୋଲି ଖ୍ୟାତ ହେବେ। ପବିତ୍ର ଆତ୍ମା କିଏ ଅଟନ୍ତି? ସେ ପରାତ୍ପରଙ୍କ ଶକ୍ତି ଅଟନ୍ତି, ସେ ସର୍ବଶକ୍ତିମାନ ଅଟନ୍ତି। ଆଉ ଏଇଠି ଆମେ ପିତା ପୁତ୍ର ପବିତ୍ର ଆତ୍ମାଙ୍କୁ ଦେଖୁଛୁ। ଦେଖାଯାଉଛି ଦୂତ ତାଙ୍କୁ ଉତ୍ତର ଦେଲେ, ପବିତ୍ର ଆତ୍ମା ତୁମ ଉପରେ ଅବତରଣ କରିବେ, ପରାତ୍ମଙ୍କ ଶକ୍ତି ତୁମକୁ ଆବରିବ, ମାନେ ପିତାଙ୍କର ଶକ୍ତି ତୁମକୁ ଆବରିବ। ଏଣୁ ଯେ ଜାତ ହେବେ ସେ ଈଶ୍ୱରଙ୍କ ପୁତ୍ର ବୋଲି ଖ୍ୟାତ ହେବେ। ଏଠି ତ୍ରିଏକ ଈଶ୍ୱରଙ୍କୁ ଦେଖୁଛୁ। ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମ ସମୟରେ ତ୍ରିଏକ ଈଶ୍ୱରଙ୍କୁ ଦେଖୁଛୁ। ଆମେ ଏଠି ପବିତ୍ର ଆତ୍ମାଙ୍କୁ ଦେଖୁଛୁ, ପିତାଙ୍କୁ ଦେଖୁଛୁ, ପୁତ୍ର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମ ବିଷୟରେ ଲେଖାଯାଉଛି। ଯଦି ସେ ଜଣେ ଏକା ହେଇଥାନ୍ତେ ତିନିଟା ବିଷୟ ଲେଖା ହେଇନଥାନ୍ତା। ପିତା ଅଛନ୍ତି, ପୁତ୍ର ପ୍ରଭୁ ଯୀଶୁ ଖ୍ରୀଷ୍ଟ ଅଛନ୍ତି, ପବିତ୍ର ଆତ୍ମା ପରମେଶ୍ୱର ଅଛନ୍ତି। ଆଉ ପବିତ୍ର ଆତ୍ମା ପରମେଶ୍ୱର ଜଣେ ବ୍ୟକ୍ତି ଅଟନ୍ତି। ସେ ସର୍ବବିଦ୍ୟମାନ, ସେ ଅନନ୍ତ ଅଟନ୍ତି। ଆଉ ଯଦି ଆପଣ ଦେଖିବେ ପ୍ରଥମ କରନ୍ଥିଓ 2 ପର୍ବ 10-12, ପ୍ରଥମ କରନ୍ଥିଓ 2 10-12। କିନ୍ତୁ ଈଶ୍ୱର ଆମ୍ଭମାନଙ୍କ ନିମନ୍ତେ ଆତ୍ମାଙ୍କ ଦ୍ୱାରା ସେ ସମସ୍ତ ପ୍ରକାଶ କରିଅଛନ୍ତି। ତେଣୁ ଆତ୍ମା ସମସ୍ତ ବିଷୟ, ହଁ ଈଶ୍ୱରଙ୍କର ଗଭୀର ବିଷୟ ସବୁ ଅନୁସନ୍ଧାନ କରନ୍ତି। କାରଣ ମନୁଷ୍ୟର ବିଷୟ ସବୁ ମନୁଷ୍ୟଠାରେ ଥିବା ଆତ୍ମା ବିନା ଆଉ କିଏ ଜାଣେ? ସେହିପରି ମଧ୍ୟ ଈଶ୍ୱରଙ୍କ ବିଷୟ ସବୁ ଈଶ୍ୱରଙ୍କ ଆତ୍ମା ବିନା ଆଉ କେହି ଜାଣେ ନାହିଁ। ଯେପରି ଈଶ୍ୱରଙ୍କ ଦ୍ୱାରା ଆମ୍ଭମାନଙ୍କୁ ଅନୁଗ୍ରହରେ ଦତ୍ତ ବିଷୟଗୁଡ଼ିକ ଆମ୍ଭେମାନେ ଜାଣିପାରୁ, ଏଥିପାଇଁ ଆମ୍ଭେମାନେ ଜଗତର ଆତ୍ମା ନ ପାଇ ଈଶ୍ୱରଙ୍କ ଆତ୍ମା ପାଇଅଛୁ। ସେ କଣ କରନ୍ତି? ସେ ଗଭୀର ବିଷୟ ସବୁ ଅନୁସନ୍ଧାନ କରନ୍ତି ଆଉ ପ୍ରକାଶ କରନ୍ତି। ତାମାନେ କଣ? ତାଙ୍କର ବିଜ୍ଞତା ରହିଛି। ସେ ସବୁ ବିଷୟକୁ ସେ କଣ କରନ୍ତି? ପ୍ରକାଶ କରନ୍ତି। ତାଙ୍କର ବିଜ୍ଞତା ରହିଛି। ତ ପ୍ରିୟ ଭାଇ ଭଉଣୀ ମାନେ, ପବିତ୍ର ଆତ୍ମା ଅନନ୍ତ ଅଟନ୍ତି, ପବିତ୍ର ଆତ୍ମା ସର୍ବବିଦ୍ୟମାନ ଅଟନ୍ତି, ପବିତ୍ର ଆତ୍ମା ଶକ୍ତିମାନ ଅଟନ୍ତି, ସର୍ବଶକ୍ତିମାନ, ଆଉ ତାଙ୍କର ବିଜ୍ଞତା ରହିଛି ଜଣେ ବ୍ୟକ୍ତି ଭାବରେ। ପିତା ଯେମିତି ବିଜ୍ଞ ପିତାଙ୍କର ରହିଛି, ପୁତ୍ର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଯେମିତି ବିଜ୍ଞତା ରହିଛି। ଲୋକମାନେ ଯୀଶୁଙ୍କ ବିଷୟରେ କଥା ହେବା ପୂର୍ବରୁ ସେ ପଚାରୁଛନ୍ତି, ତୁମେ କଣ କଥା ହଉଛ? ତୁମମାନଙ୍କ କାହିଁକି ଅସ୍ତବ୍ୟସ୍ତ? ବିଜ୍ଞତା ରହିଛି। ଆଉ ପବିତ୍ର ଆତ୍ମା ସବୁ ବିଷୟ ଜାଣନ୍ତି। ଆଉ ଯଦି ଆପଣ ଦେଖିବେ ଲୁକ ତାର 11 ପର୍ବ 13 ପଦ, ଲୁକ 11 ପର୍ବ 13 ପଦ। ଏଣୁ ତୁମ୍ଭେମାନେ ଦୁଷ୍ଟ ହେଲେ ସୁଦ୍ଧା ଯେବେ ଆପଣା ଆପଣା ପିଲାମାନଙ୍କୁ ଉତ୍ତମ ଉତ୍ତମ ଦାନ ଦେଇ ଜାଣ, ତେବେ ଯେଉଁ ପିତା ସ୍ୱର୍ଗରୁ ଦାନ କରନ୍ତି ସେ ତାହାଙ୍କ ଛାମୁରେ ମାଗିବା ଲୋକମାନଙ୍କୁ କେତେ ଅଧିକ ରୂପେ ପବିତ୍ର ଆତ୍ମା ଦେବେ। ସେ କଣ ଅଟନ୍ତି? ସେ ପବିତ୍ର ଅଟନ୍ତି, ସେ ପବିତ୍ର ଆତ୍ମା ଅଟନ୍ତି। ସେ ଆତ୍ମା ଅଟନ୍ତି, ସେ ଜଣେ ବ୍ୟକ୍ତି ଅଟନ୍ତି, ଆଉ ସେ ପବିତ୍ର ଅଟନ୍ତି। ଆଉ ସେ ଯାହା ଜୀବନରେ ଆସିବେ ତାକୁ ସେ ପବିତ୍ର କରିବେ। ଆମେ ପବିତ୍ର ଜୀବନ କାଟିବା ପାଇଁ କାହିଁକି କଷ୍ଟ ହଉଛି? ଆମେ ବେଳେ ବେଳେ ନିଜ ଇଚ୍ଛାରେ ଚାଲିବା ପାଇଁ ଚାହୁଁଛୁ। ସେ ଆସିବେ, ଆମେ ସେ ପଦ ପୁଣି ଥରେ ପଢିବା ସମୟରେ ଯୋହନ ତାର 16 ପର୍ବ 8 ପଦ। ସେ ଆସି ପାପ, ଧାର୍ମିକତା
ଓ ବିଚାର ବିଷୟରେ ଜଗତକୁ ପ୍ରମାଣ ଦେବେ। କଣ ଲେଖା ଅଛି? ସେ ଆସିଲେ କଣ କରିବେ? ପାପ, ଏଇଟା ପାପ, ଏଇଟା ଧାର୍ମିକତା, ଆଗାମୀ ବିଚାର ଅଛି, ଏଇଟା ସେ ଜଣେଇବେ। ଯଦି ପବିତ୍ର ଆତ୍ମା ନଥିବେ ଲୋକ ପାପ ଜାଣିପାରିବନି। ଆଜି ସେ ପାପରେ ରହିଥିବ, ସେ ଧାର୍ମିକ ହେଇପାରିବ ନାହିଁ। ପବିତ୍ର ଆତ୍ମା ଧାର୍ମିକ ହବ ନାହିଁ। ସେ ବିଚାର ବିଷୟ ଜାଣିବ ନାହିଁ। ସେ ଭାବିବ ଚାଲ ମୁଁ ଯାହା ଚାଲିଛି ଚାଲୁ ବୋଲି। 13 ପଦରେ ଦେଖୁଛୁ, ସେ ଅର୍ଥାତ୍ ସତ୍ୟମୟ ଆତ୍ମା। ଯଦି ସେ ଆତ୍ମା ଆସିବେ ଆପଣଙ୍କ ଭିତରେ, ଆପଣ ସତ୍ୟ କହିବେ। ସେ ସତ୍ୟମୟ ଆତ୍ମା, ସେ ମିଥ୍ୟାମୟ ଆତ୍ମା ନାହିଁ। ଆମେ କଥା କଥାରେ ମିଛ କହୁଛୁ, ତାମାନେ କଣ? ଆମେ ନିଜର ନିୟନ୍ତ୍ରଣରେ ଆମେ ଯିଏ ଚାଲୁଛୁ। ଦେଖାଯାଉଛି, ସେ ମତେ ଗୌରବାନ୍ୱିତ କରିବେ। ପବିତ୍ର ଆତ୍ମା ଯିଏ ପାଇଛନ୍ତି, ସେ ପିତାଙ୍କୁ ଗୌରବାନ୍ୱିତ କରିବେ। ଆଜିକାଲିର ପ୍ରଚାରକ ମାନେ ନିଜେ ଗୌରବ ପାଉଛନ୍ତି। ମୁଁ ଯାଇଥିଲି ସେଠି, ସେ ଆଜ୍ଞା ପ୍ରାର୍ଥନା କଲେ, ସେ କିଏ? ନିଜେ ଗୌରବ ଚୋରି କରୁଛନ୍ତି। ସେ ଗୌରବ ପ୍ରଭୁଙ୍କର। ସୁସ୍ଥ ହେଲେ ଗୌରବ କିଏ ପାଇବା କଥା? ପ୍ରେ ଟାୱାର, ପ୍ରେ ଟାୱାର ଗୌରବ ପାଇବ କି? ସେ ଭାବବାଦୀ ଗୌରବ ପାଇବେ କି? ସେ ପ୍ରଚାରକ ଗୌରବ ପାଇବେ କି? ସେ ପାଳକ ଗୌରବ ପାଇବେ କି? ଗୌରବ କାହାର? ତ ପବିତ୍ର ଆତ୍ମା ପାଇଥିବା ଖ୍ରୀଷ୍ଟିଆନ ବା ପାଳକ ବା ସେବକ, ସେ କାହାକୁ ଗୌରବ ଦେବ? ସେ ପିତାଙ୍କୁ ଗୌରବ ଦେବ। ତ ଜଣେ ଲୋକ ଯଦି ନିଜେ ଗୌରବ ନଉଛି, ଜାଣିବ ୟା ଜୀବନରେ ପବିତ୍ର ଆତ୍ମା ନାହାନ୍ତି, ବା ପବିତ୍ର ଆତ୍ମାକୁ ଜାଣିବି ନାହିଁ। ପବିତ୍ର ଆତ୍ମା ଜଣେ ଈଶ୍ୱର ଅଟନ୍ତି, ଜଣେ ବ୍ୟକ୍ତି ଅଟନ୍ତି। ସେ ଆସିକି ଯୀଶୁଙ୍କୁ ଗୌରବାନ୍ୱିତ କରୁଛନ୍ତି। ମାନେ କାହିଁକି କହୁଛି ଆପଣ ମାନଙ୍କୁ? ଆମେ ଜାଣିବା ଦରକାର, ପବିତ୍ର ଆତ୍ମା ଜଣେ ବ୍ୟକ୍ତି ଅଟନ୍ତି। ପ୍ରଥମ ଯୋହନ 5 ପର୍ବ 6 ପଦ। ପ୍ରଥମ ଯୋହନ 5 ପର୍ବ 6 ପଦ। ସେହି ଯୀଶୁ ଖ୍ରୀଷ୍ଟ ଜଳ ଓ ରକ୍ତ ଦେଇ ଆସିଥିଲେ, କେବଳ ଜଳ ଦେଇ ନୁହେଁ, କିନ୍ତୁ ଜଳ ଓ ରକ୍ତ ଉଭୟ ଦେଇ ଆସିଥିଲେ। ଆପଣ 7 ପଦ ପଢନ୍ତୁ। ଆଉ ଆତ୍ମା ମଧ୍ୟ ଏଥିର ସାକ୍ଷ୍ୟ ଦିଅନ୍ତି, କାରଣ ଆତ୍ମା ହିଁ ସତ୍ୟ। ସେ କଣ ଅଟନ୍ତି? ସେ ସତ୍ୟ ଅଟନ୍ତି। ସେ ସତ୍ୟ ଅଟନ୍ତି, ମିଥ୍ୟା ନୁହନ୍ତି। ଯୀଶୁ ଯେପରି ସତ୍ୟ, ପିତା ଯେପରି ସତ୍ୟ, ପବିତ୍ର ଆତ୍ମା ସେପରି ସତ୍ୟ ଅଟନ୍ତି। କାରଣ ଆତ୍ମା ହିଁ ସତ୍ୟ। ଯୀଶୁ କହିଲେ, ମୁଁ ହିଁ ସତ୍ୟ, ପିତା ସତ୍ୟ ଅଟନ୍ତି। ପ୍ରିୟ ଭାଇ ଭଉଣୀ ମାନେ, ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ। ଏ ସମସ୍ତ ବାକ୍ୟ ଅଧ୍ୟୟନ କରିବା ସମୟରେ ଆମେ ମନେ ରଖିଥାଉ ଯେ ପବିତ୍ର ଆତ୍ମା ପରମେଶ୍ୱର ଜଣେ ବ୍ୟକ୍ତି ଅଟନ୍ତି। ସେ ସବୁ କରିପାରନ୍ତି। ଯାହା କେବଳ ଈଶ୍ୱର କରିପାରନ୍ତି, ତାହା ସେ ସବୁ କରିପାରନ୍ତି। ତେଣୁ ଆମେ ସୃଷ୍ଟିରେ ଆମେ ତାଙ୍କୁ ଦେଖୁ, ପରିତ୍ରାଣ କାର୍ଯ୍ୟରେ ଆମେ ତାଙ୍କୁ ଦେଖୁ। ଆଉ ପବିତ୍ର ଆତ୍ମା ଏବେ ଗୋଟେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରୁଛନ୍ତି। ତାହା ହଉଛି ଆପଣଙ୍କୁ ମୁକ୍ତି ଦିବସ ନିମନ୍ତେ ମୁଦ୍ରାଙ୍କିତ କରୁଛନ୍ତି। ଆପଣଙ୍କୁ ଖ୍ରୀଷ୍ଟଙ୍କ ସହିତ ସାକ୍ଷାତ କରିବା ପାଇଁ ପ୍ରସ୍ତୁତ କରୁଛନ୍ତି। ପବିତ୍ର ଆତ୍ମା ସେ ଆତ୍ମା ଅଟନ୍ତି, ଜଣେ ବ୍ୟକ୍ତି ଅଟନ୍ତି। ପ୍ରଭୁ ଆପଣ ମାନଙ୍କୁ ପ୍ରତ୍ୟେକଙ୍କୁ ବାହୁଲ୍ୟ ରୂପେ ଆଶୀର୍ବାଦ କରନ୍ତୁ। ଯୋଉ ପଦ ଗୁଡିକ ଆମେ ପଢିଲୁ, ସେଇଥିରୁ ଆମେ ସ୍ପଷ୍ଟ ଭାବରେ ଜାଣିପାରିଲୁ ଯେ ସେ ଇଚ୍ଛା କରିପାରନ୍ତି, ସେ ମଙ୍ଗଳ କରିପାରନ୍ତି, ତାଙ୍କର ଯଥେଷ୍ଟ ଜ୍ଞାନ ରହିଛି, ସେ ତାଙ୍କର ଶକ୍ତି ରହିଛି, ସେ ପ୍ରେମ କରିପାରନ୍ତି, ସେ ଦୁଃଖିତ ହେଇପାରନ୍ତି। ଏହା କେବଳ ଜଣେ ବ୍ୟକ୍ତି ହେଇପାରନ୍ତି। ଆଉ ଯୋଉ ସେ ଶବ୍ଦ ଲେଖାଯାଉଛି, ତାହା ଇଂରାଜୀରେ ହି ବୋଲି ଲେଖାଯାଉଛି। ସେ ଜଣେ ବ୍ୟକ୍ତି ଅଟନ୍ତି। ପ୍ରଭୁ ଆପଣ ମାନଙ୍କୁ ପ୍ରତ୍ୟେକଙ୍କୁ ବାହୁଲ୍ୟ ରୂପେ ଆଶୀର୍ବାଦ କରନ୍ତୁ। ଆସନ୍ତୁ ପ୍ରାର୍ଥନା କରିବା ପାଇଁ ଯିବା। ଅନୁଗ୍ରହକାରୀ ପିତା ପରମେଶ୍ୱର, ଆପଣଙ୍କୁ ଧନ୍ୟବାଦ ଦଉଛି। ଆପଣ ଆଜି ଆମମାନଙ୍କୁ ଆପଣଙ୍କ ବାକ୍ୟ ଦ୍ୱାରା କଥା ହେଇଥିବାରୁ ପିତା ପରମେଶ୍ୱର ଆମେ ଧନ୍ୟବାଦ ଦଉଛୁ। ଆପଣଙ୍କ ପୁତ୍ର ଯୀଶୁଙ୍କୁ ଆମମାନଙ୍କ ପାଇଁ ଆପଣ ପ୍ରେରଣ କଲେ। ଆମମାନଙ୍କ ପାଇଁ ପବିତ୍ର ଆତ୍ମା ଈଶ୍ୱରଙ୍କୁ ଦାନ କରିଥିବାରୁ ଧନ୍ୟବାଦ ଦଉଛି। ପ୍ରଭୁ ଆମେ ସମସ୍ତେ ଆପଣଙ୍କ କତିରେ ଧନ୍ୟବାଦୀ ଯେ ଆପଣ ଆମମାନଙ୍କ ପାଇଁ ଏତେ ଯୋଜନା କରିଛନ୍ତି। ପିତା ପରମେଶ୍ୱର, ଆପଣ ସ୍ୱର୍ଗରେ
ଆପଣ ସିଂହାସନ विद्यमान अटंती आपण पुत्र प्रभु यीशु ख्रीष्ट आपण दक्षिण विद्यमान अच्छा आम सहित रही आपणकर आत्मा पवित्र आत्मा को पठे धन्यवाद दी प्रभु आज आम विषय अध्ययन करने साहाय्य कल आमको बुझापी साहाय्य कल धन्यवाद दो आदर महिमा गौरव आपन को दे प्रार्थना मोर प्राणर प्रिय यीशु नाम मांगिली राजा आमीन।